ଆଜିର ପ୍ରସଙ୍ଗ କୃଷି ରପ୍ତାନି କ୍ଷେତ୍ରକୁ ଅଭିବୃଦ୍ଧି ପ୍ରଦାନ କରିବ ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ଭାରତୀୟ କୃଷକଙ୍କ ସ୍ୱାର୍ଥରକ୍ଷା ଲକ୍ଷ୍ୟ ନେଇ ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷରିତ ହୋଇଛି। ଭାରତ ପାଇଁ ଏହା ଏକ ଉଲ୍ଲେଖନୀୟ ସଫଳତା। କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କ୍ଷେତ୍ର ଏହି ରାଜିନାମା ଦ୍ୱାରା ବିଶେଷ ଉପକୃତ ହେବ। କୃଷି କ୍ଷେତ୍ରର ଅଭିବୃଦ୍ଧି ଲାଗି ଏହି ରାଜିନାମା ଏକ ରଣନୈତିକ ସୁଯୋଗ ପ୍ରଦାନ କରିବ। ମୁକ୍ତ ବାଣିଜ୍ୟ ରାଜିନାମା ଆଧାରରେ ବ୍ରିଟେନ୍ ଭାରତରୁ ଉତ୍ପାଦିତ ଏବଂ ଆମଦାନୀଯୋଗ୍ୟ କିଛି ସୂଚୀବଦ୍ଧ ଉତ୍ପାଦ ଉପରେ ଶୁଳ୍କ ଛାଡ଼ର ବ୍ୟବସ୍ଥା ରହିଛି। ଏହି ଉତ୍ପାଦଗୁଡ଼ିକ ଉପରେ ସର୍ବାଧିକ ଅନୁକୂଳ ରାଷ୍ଟ୍ର ଭିତ୍ତିରେ ମୌଳିକ ସୀମା ଶୁଳ୍କ ଲାଗୁ ହେବ। ଏହି ରାଜିନାମା ପରିପ୍ରେକ୍ଷୀରେ ଭାରତର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ କ୍ଷେତ୍ରର 95%ରୁ ଅଧିକ ବ୍ରିଟେନ୍ ବଜାରରେ ନିଃଶୁଳ୍କ ପ୍ରବେଶର ସୁଯୋଗ ପାଇବ। ଫଳରେ ଆଗାମୀ 3 ବର୍ଷ ମଧ୍ୟରେ ଦେଶର କୃଷି ରପ୍ତାନି କ୍ଷେତ୍ର 50% ଅଭିବୃଦ୍ଧି ହାସଲ କରିବ ବୋଲି ଆଶା କରାଯାଉଛି। ଗତ 2022-23 ଆର୍ଥିକ ବର୍ଷରେ ଭାରତରୁ ବ୍ରିଟେନ୍କୁ କୃଷି ଉତ୍ପାଦ ରପ୍ତାନି 797.34 ନିୟୁତ ଆମେରିକୀୟ ଡଲାର ଥିବାବେଳେ ଗତ ଆର୍ଥିକ ବର୍ଷରେ ଏହା 982.94 ନିୟୁତ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି। ଏହି କ୍ଷେତ୍ରରେ 23% ଅଭିବୃଦ୍ଧି ହାସଲ ହୋଇଛି। ଏହି ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ରାଜିନାମା ଭାରତୀୟ ଚାଷୀଙ୍କୁ ବ୍ରିଟେନ୍ ବଜାରରେ ସେମାନଙ୍କର ଉତ୍ପାଦ ପାଇଁ ପ୍ରିମିୟମ ମୂଲ୍ୟ ପ୍ରଦାନ କରିବ। ଫଳରେ ଜର୍ମାନୀ ଏବଂ ନେଦରଲ୍ୟାଣ୍ଡସ୍ ଭଳି ପ୍ରମୁଖ ୟୁରୋପୀୟ ସଂଘ ରପ୍ତାନିକାରୀ ରାଷ୍ଟ୍ରଙ୍କ ସହିତ ଭାରତ ସମକକ୍ଷ ହୋଇପାରିବ। ଏହି ରାଷ୍ଟ୍ରଗୁଡ଼ିକ ମଧ୍ୟ ବ୍ରିଟେନ୍ ବଜାରରେ ନିଃଶୁଳ୍କ ସୁବିଧା ଉପଭୋଗ କରୁଛନ୍ତି। ରାଜିନାମା ଫଳରେ ବିଶେଷ ଲାଭ ପାଇବାକୁ ଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଫଳ, ବିଶେଷ କରି ତାଜା ଅଙ୍ଗୁର, ବେକରୀ ସାମଗ୍ରୀ, ପିଆଜ ଓ ଅନ୍ୟାନ୍ୟ ପନିପରିବା, ପ୍ରାକୃତିକ ଉପାୟରେ ପ୍ରସ୍ତୁତ ମହୁ, ବାଦାମ, ପ୍ରକ୍ରିୟାକୃତ ଖାଦ୍ୟ ଆଦି ରହିଛି। ପୂର୍ବରୁ ବ୍ରିଟେନ୍ ଭାରତରୁ ଆମଦାନୀ କରୁଥିବା ତାଜା ଅଙ୍ଗୁର ଉପରେ 8%, ପିଆଜ ଉପରେ 4.5%, ପ୍ରାକୃତିକ ମହୁ ଉପରେ 16% ଲାଗୁ କରିଥିଲା, ଯାହାକି ଏବେ ମୁକ୍ତ ବାଣିଜ୍ୟ ରାଜିନାମା ଅଧୀନରେ ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଭାରତ ପକ୍ଷରୁ କେତେକ ପ୍ରମୁଖ ତଥା ସମ୍ବେଦନଶୀଳ ଉତ୍ପାଦକୁ ଶୁଳ୍କ ରିହାତି ପରିସରରୁ ବାହାରେ ରଖାଯାଇଛି। ସେଗୁଡ଼ିକ ମଧ୍ୟରେ କ୍ଷୀର, ପନିର, ବଟର, ଦୁଗ୍ଧ ସ୍ପ୍ରେଡ୍, ଘିଅ ଆଦି ଅନ୍ତର୍ଭୁକ୍ତ। ମୁକ୍ତ ବାଣିଜ୍ୟ ରାଜିନାମା ଅଧୀନରେ ଭାରତ ମଧ୍ୟ ବ୍ରିଟେନ୍ର କେତେକ କୃଷି ଉତ୍ପାଦ ଯେପରି କ୍ରାନବେରୀ, ଡିରିଆନ୍, କେତେକ ପ୍ରକାରର ମସରୁମ୍ ତଥା ସେଓ, ପଣସ, କମଳା, ଡାଳିମ୍ବ ଆଦି ସାମଗ୍ରୀକୁ ସ୍ୱଳ୍ପ ରିହାତିରୁ ବାଦ୍ ଦେଇଛି। ଏହାଦ୍ୱାରା ଭାରତୀୟ ଚାଷୀଙ୍କର ସ୍ୱାର୍ଥ ସୁରକ୍ଷିତ ରହିପାରିବ। ଇନ୍ଷ୍ଟାଣ୍ଟ କଫି ଉପରେ ପୂର୍ବରୁ ରହିଥିବା 3.1% ଆମଦାନୀ ଶୁଳ୍କକୁ ଉଚ୍ଛେଦ କରାଯାଇଛି। ଭାରତୀୟ କଫି ରପ୍ତାନିକାରୀ ବ୍ରିଟେନ୍ ବଜାରରେ ଶୁଳ୍କ ମୁକ୍ତ ପ୍ରବେଶର ସୁଯୋଗ ପାଇବେ। ଏହି କ୍ଷେତ୍ରରେ ଭାରତୀୟ ଇନ୍ଷ୍ଟାଣ୍ଟ କଫିର ମୂଲ୍ୟ ପ୍ରତିଯୋଗିତାମୂଳକ ବଜାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ବ୍ରିଟେନ୍ର ଆମଦାନୀକାରୀ ଏବଂ ଖୁଚୁରା ବିକ୍ରେତା ଏଥିପାଇଁ ଅଧିକ ଆକର୍ଷିତ ହେବେ। ଶୁଳ୍କ ଛାଡ଼ ଫଳରେ ଭାରତୀୟ ରପ୍ତାନି ପରିମାଣ ବୃଦ୍ଧି ପାଇବ, ବଜାର ପ୍ରବେଶରେ ଉନ୍ନତି ଆସିବ ଏବଂ ଭାରତୀୟ କଫି ଉତ୍ପାଦନକାରୀ ଅଧିକ ଲାଭ ପାଇବେ। ମୁକ୍ତ ବାଣିଜ୍ୟ ରାଜିନାମା ଦ୍ୱାରା ବ୍ରିଟେନ୍ରୁ ଆମଦାନୀ ହୋଇଥିବା ହୁଇସ୍କି ପାନୀୟ ଉପରେ ଶୁଳ୍କ 50% ହ୍ରାସ ପାଇବ। ବର୍ତ୍ତମାନ ରହିଥିବା 150% ଶୁଳ୍କ 75%ରେ ସୀମିତ ରହିବ। ତେବେ ଏହାଦ୍ୱାରା ଭାରତୀୟ ଆଲକୋହଲଯୁକ୍ତ ପାନୀୟ ଉତ୍ପାଦନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଭାରତୀୟ ମଦ ଉତ୍ପାଦକ, ବିଶେଷ କରି ମିଶ୍ରଣ ପାଇଁ ବିପୁଳ ପରିମାଣରେ ହୁଇସ୍କି ଆମଦାନୀ କରୁଥିବା ବ୍ୟବସାୟୀ ବିଶେଷ ଉପକୃତ ହୋଇପାରିବେ। ଇନପୁଟ୍ ଖର୍ଚ୍ଚ ହ୍ରାସ ପାଇବା ସହିତ ଘରୋଇ ବିକ୍ରେତା ଅଧିକ ଲାଭବାନ ହୋଇପାରିବେ। ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟ ଭଳି ଦେଶଗୁଡ଼ିକରେ ଭାରତୀୟ ଉତ୍ପାଦ ପ୍ରତିଯୋଗିତାମୂଳକ ବ୍ୟବସ୍ଥାରେ ନିଜର ସ୍ଥିତି ସୁଦୃଢ଼ କରିପାରିବ। ଦେଶର କୃଷି କ୍ଷେତ୍ରକୁ ସୁରକ୍ଷା ଦେବା ନେଇ ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ଭାରତରେ ଉତ୍ପାଦିତ ଗହମ, ଚାଉଳ, ମକା, ବାଜରା, ଯଅ, ବାଦାମ, ଡାଲି ଜାତୀୟ ଉତ୍ପାଦ ମୁକ୍ତ ବାଣିଜ୍ୟ ରାଜିନାମା ଅଧୀନ ଉଦାରୀକରଣ ସୂଚୀରେ ସାମିଲ କରାଯାଇ ନାହିଁ। ଏହାଦ୍ୱାରା କୃଷିଜୀବୀ ଅଧିକ ସୁଫଳ ପାଇବେ। ଖାଇବା ତେଲ, ତୈଳବୀଜ, ଫଳ ଓ ପନିପରିବା ଏବଂ ମସଲା ଉପରେ ମଧ୍ୟ ଶୁଳ୍କ ରିହାତି ପ୍ରଦାନ କରାଯାଇ ନାହିଁ। ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା କୃଷକଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିବା ସହିତ ବାସ୍ତବବାଦୀ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି। କୃଷି କ୍ଷେତ୍ରରେ ନୂତନ ରପ୍ତାନି ସୁଯୋଗ ସୃଷ୍ଟି ହେବା ସହ ଭାରତୀୟ କୃଷକଙ୍କ ଉପରେ ପଡ଼ିବାକୁ ଥିବା ପ୍ରତିକୂଳ ପ୍ରଭାବକୁ ଏହାଦ୍ୱାରା ଏଡ଼ାଇ ଦିଆଯାଇପାରିଛି।